देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ। କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୋଟ 1,02,275 କୋଟି ଟଙ୍କା ପୁଞ୍ଜିନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଦ୍ୱାରା ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି। ବାର୍ଷିକ 24 ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ 16,000ରୁ ଊର୍ଦ୍ଧ୍ୱ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିବ। ଘୋଷିତ ଏହି ବୃହତ୍ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ୍ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ। କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ପରିବେଶ ଅନୁକୂଳ ବହୁବିଧ ବିଶେଷତ୍ୱ ସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ। ଏହି ପ୍ଲାଣ୍ଟ ବାର୍ଷିକ 18.75 ମେଟ୍ରିକ୍ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ, ଯାହା କେବଳ ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ୍ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବ ନାହିଁ, ବରଂ ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ନମ୍ବର 2, ବଢ଼ିଲା ଇଞ୍ଜିନିୟରିଂ କଲେଜରେ ଆଡମିସନ ସମୟସୀମା। ଡିସେମ୍ବର 31 ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡମିସନର ସମୟସୀମା। ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ଶେଷ ତାରିଖ ଡିସେମ୍ବର 31କୁ ବୃଦ୍ଧି ପାଇଛି। ଏନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଇଞ୍ଜିନିୟରିଂ ଆଡମିସନର ସମୟସୀମା 15 ତାରିଖ ଯାଏଁ ଧାର୍ଯ୍ୟ କରିଥିଲେ। ଏହି ସମୟସୀମାକୁ ବଢ଼ାଇବା ପାଇଁ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ ଆସୋସିଏସନ ଓପେକା। ସୁପ୍ରିମକୋର୍ଟ ଏହାର ରାୟ ଶୁଣି ସମୟସୀମାକୁ ବଢ଼ାଇଛନ୍ତି। ନମ୍ବର 3, ସ୍ୱାସ୍ଥ୍ୟ ବୀମା ପଲିସିଧାରୀଙ୍କୁ 45 ଦିନ ମଧ୍ୟରେ କ୍ଷତିପୂରଣ ନିର୍ଦ୍ଦେଶ। ସାଧାରଣ ବୀମା କମ୍ପାନୀରେ ସ୍ୱାସ୍ଥ୍ୟ ବୀମା ଅର୍ଥାତ୍ ହେଲ୍ଥ ଇନ୍ସୁରାନ୍ସ ପଲିସି କରି ମଧ୍ୟ ଚିକିତ୍ସା ବାବଦ ଖର୍ଚ୍ଚ ପାଇବାରୁ ବଞ୍ଚିତ ହୋଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନଙ୍କ ରାୟ ଆଶ୍ୱସ୍ତି ଆଣିଦେଇଛି। ସ୍ୱାସ୍ଥ୍ୟ ବୀମା ପଲିସି କରିଥିବା ଆବେଦନକାରୀଙ୍କ ପ୍ରାପ୍ୟ ବାବଦ ଦାବି ଅର୍ଥାତ୍ କ୍ଲେମ୍ 45 ଦିନ ଭିତରେ ସମାଧାନ କରି ଏ ବାବଦ ଅର୍ଥ ପ୍ରଦାନ କରାଯିବ। ଯଦି ଏଥିରେ ଅବହେଳା କରାଯାଏ ତେବେ ଏ ବାବଦ ସମସ୍ତ ଅର୍ଥ ଉପରେ 12% ବାର୍ଷିକ ସୁଧ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଏଥିସହିତ ମକଦ୍ଦମା ଖର୍ଚ୍ଚ ବାବଦରେ 5,000 ଟଙ୍କା ଆବେଦନକାରୀଙ୍କୁ ବୀମା କମ୍ପାନୀ ପ୍ରଦାନ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କମିଶନ ସଭାପତି ଡକ୍ଟର ଜଷ୍ଟିସ୍ ଡିପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଝୋଲାସାହିର ମହେଶ ରୁଙ୍ଗଟାଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ନମ୍ବର 4, ପୌର ନିର୍ବାଚନ ପାଇଁ 10 ଜିଲ୍ଲାକୁ ଗଲା ଇଭିଏମ୍। ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହୋଇପାରେ, ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବାରୁ ପୌର ନିର୍ବାଚନ କେବେ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି। ଏସବୁ ଭିତରେ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ ଯଥାସମ୍ଭବ ଶୀଘ୍ର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ 10ଟି ଜିଲ୍ଲାକୁ ଇଭିଏମ୍ ପଠାଇଥିବା ବେଳେ ବାକି ଜିଲ୍ଲାକୁ ଚଳିତ ମାସ ଶେଷ ସୁଦ୍ଧା ଇଭିଏମ୍ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ବାଲଟ ପେପରରେ ଭୋଟିଂ ହେବ ବୋଲି ନିଷ୍ପତ୍ତି ହୋଇଛି, କିନ୍ତୁ ପୌର ନିର୍ବାଚନରେ ଇଭିଏମ୍ରେ ଭୋଟିଂ ହେବ। ଏବେ ବିଭିନ୍ନ ରାଜ୍ୟକୁ ଇଭିଏମ୍ ଆସିସାରିଥିବାରୁ ସେଗୁଡ଼ିକୁ ଜିଲ୍ଲା ସ୍ତରରେ ଥିବା ଷ୍ଟ୍ରଙ୍ଗରୁମ୍ରେ ରହିବ। ପାଣିପାଗ ସୂଚନା, ଆହୁରି ବଢ଼ିବ ଶୀତ, ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ପରାମର୍ଶ। କ୍ରମାଗତ 3 ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସିବାରେ ଲାଗିଛି। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡାବାୟୁ ପ୍ରବେଶ ଆରମ୍ଭ ହୋଇଯାଇଥିବାରୁ ତାପମାତ୍ରା ହ୍ରାସ ହେଉଛି ଓ ଥଣ୍ଡାର ପ୍ରକୋପ ବଢ଼ିଛି। ଏଥିସହିତ ଆଗାମୀ 4ରୁ 5 ଦିନ ଯାଏଁ ରାଜ୍ୟର ତାପମାତ୍ରା ଆହୁରି ହ୍ରାସ ପାଇବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ଅନେକ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି। ଏଥିସହିତ ପାଣିପାଗ ବିଭାଗ ମଧ୍ୟ ଅତ୍ୟଧିକ ଶୀତ ହେଉଥିବା ସମୟ ସନ୍ଧ୍ୟାରୁ ରାତ୍ର ଏବଂ ପାହାନ୍ତିଆ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ପୋଷାକ ସହ ଏକାଧିକ ପୋଷାକ ପରିଧାନ କରିବାକୁ କହିଛି। ଏଥିସହିତ ଗୃହପାଳିତ ପଶୁମାନଙ୍କୁ ବାହାରେ ନ ରଖି ଘରେ ରଖିବାକୁ ପରାମର୍ଶ ଦିଆଯାଇଛି। ନମ୍ବର 6, କୋଭିଡ୍ ଟିକା କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଲା ହୁ। ସେରମ୍ ଇନଷ୍ଟିଚ୍ୟୁଟ୍ ଉତ୍ପାଦିତ କୋଭିଡ୍ ଟିକା କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ 9ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ଦିଆଯାଇ ସାରିଲାଣି। ଆମେରିକୀୟ ଫାର୍ମା କମ୍ପାନୀ ନୋଭୋଭାକ୍ସ ଦ୍ୱାରା ଏହି କୋଭିଡ୍ ଟିକା ପ୍ରସ୍ତୁତ ହୋଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ଏହାକୁ କୋଭୋଭାକ୍ସ ନାମରେ ଉତ୍ପାଦନ କରୁଛି। ଏହା ମଧ୍ୟ ଅନ୍ତର୍ଜାତୀୟ ଟିକା ସହଯୋଗ ପ୍ଲାଟଫର୍ମ କୋଭୋଭାକ୍ସରେ ଅନ୍ତର୍ଭୁକ୍ତ ରହିଛି। ନମ୍ବର 7, ଲିଜ୍ ଡିଡ୍ ପାଇଁ କାଗଜପତ୍ର ଦାଖଲ ଅବଧି 15 ଦିନ ବଢ଼ିଲା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅର୍ଥାତ୍ ବିଡିଏ ଅଧୀନରେ ବିଭିନ୍ନ ପ୍ରକଳ୍ପରେ ଆବଣ୍ଟିତ ଜମି, ଦୋକାନ ଗୃହ, ଆବାସିକ ଗୃହଗୁଡ଼ିକର ଦଲିଲ ବା ଲିଜ୍ ଡିଡ୍ ସମ୍ପାଦନ ପାଇଁ କାଗଜପତ୍ର ଦାଖଲ କରିବାକୁ ଥିବା ସମୟ ଅବଧି ବଢ଼ାଯାଇଛି। ପୂର୍ବରୁ ଚଳିତ ମାସ 15 ତାରିଖ ସୁଦ୍ଧା ଆବେଦନ କରିବାକୁ ଥିବାବେଳେ ଏବେ ଆବେଦନର ଶେଷ ତାରିଖ ଡିସେମ୍ବର 31 ରହିଛି। ତା ସହିତ ଆବେଦନକାରୀ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। 20 ତାରିଖରୁ ଏହି ଅନଲାଇନ ଆବେଦନ ସୁବିଧା ବିଡିଏ ୱେବସାଇଟ୍ www.bda.gov.in ରେ ଉପଲବ୍ଧ ହେବ। ଯେଉଁମାନଙ୍କର କୌଣସି ସମସ୍ୟା ହେଉଛି ତେବେ ସେମାନେ ଅଫିସ୍ ସମୟରେ 0674-239-6437 ରେ ଯୋଗାଯୋଗ କରିବାକୁ କହିଛନ୍ତି ବିଡିଏ ସେକ୍ରେଟାରୀ କବୀନ୍ଦ୍ର ସାହୁ।
नंबर 8 एम्स रे सैटेलाइट ब्रेन बैंक उद्घाटित। एम्स रे उद्घाटित है सैटेलाइट ब्रेन बैंक। नीति आयोग सदस्य विनोद पॉल यार उद्घाटन करिसेंती। एही अवसर में एम्स अध्यक्ष निर्देशकों सहित वरिष्ठ फैकल्टी माने मध्य उपस्थित थिले। सूचना अनुसार एम्स रा ब्रेन बैंक रे स्नायुगत रोग सहित मस्तिष्क सर्जरी पर बाहुरुथिबा ट्यूमर मस्तिष्क रोग रे मृतक व्यक्ति मस्तिष्क को एकाठी करी गवेषणा कराजिवो। निम्हांस सहायता रे कराजाउथुबा एही प्रकल्प पूर्व भारत रे प्रथम। वर्षको प्राय 1000 व्यक्ति स्नायुगत समस्या नहीं एम्स को आसी थांती। एमानक मध्यरे देखा जाउथुबा भूलिबा रोग एहार मुख्य कारण। विभिन्न डाक्तरखाना रे मस्तिष्क रोग को नहीं विशेष गवेषणा हुए नहीं। केतेक स्थान रे ट्यूमर संपर्कित गवेषणा हेउछि। नंबर 9 ओडिशा रे हाईकोर्ट बेंच स्थापना नहीं केंद्र सरकार देले बड़ बयान। ओडिशा हाईकोर्टर नूतन बेंच स्थापना नहीं कौन प्रस्ताव नहीं बोली काली केंद्र आईन मंत्री कहिसंती। ओडिशार पश्चिमांचल दक्षिणांचल रे हाईकोर्टर दुईटी बेंच स्थापना नहीं दीर्घ दिनरू दाबी होई आसुथिले मध्य राज्य सरकार ए बाबद ठोस पदक्षेप नहीं नथिबा स्पष्ट होईछि। ओडिशा रे हाईकोर्ट बेंच स्थापना बाबद काली लोकसभा रे केंद्र मंत्री को ओडिशार 2 जण सांसद पचारिथिबा प्रश्नरू एही तथ्य सामना को आसीछि। नंबर 10 चारिटी राष्ट्रर उपग्रह महाकाश को पठेब इसरो। भारतर महाकाश गवेषणा संगठन इसरो चारिटी राष्ट्रर उपग्रह महाकाश को पठेबा निमंते 6टी राजीनामा स्वाक्षर करिछि। 2021 रु 23 रे उपग्रह गुडी को इसरो निज रॉकेट सहायता रे महाकाश को पठेब। इसरोर व्यावसायिक शाखा न्यू स्पेस इंडिया लिमिटेड भारतर मुख्य रॉकेट पीएसएलवी सहायता रे विदेशी उपग्रह गुडी को महाकाश को नहीं सेगुड़िकर कक्षपथ रे अवस्थापित करिबो बोली केंद्र महाकाश विभाग मंत्री जितेंद्र सिंह कहिसंती। नंबर 11 मोदी को भूटान सर्वोच्च बेसामरिक सम्मान। भारतर प्रधानमंत्री नरेंद्र मोदी को काली भूटान निज देशर सर्वोच्च बेसामरिक सम्मान नगादा पेलगी खोरलोरे सम्मानित करिछि। भूटान प्रधानमंत्री लोटाय टसेरिंग कार्यालय पक्षर यह सूचना दी जाइछि। एथिसह उभय फेसबुक और ट्विटर में मोदी लोटाय गोटे फोटो मध्य शेयर करा जाइछि। भूटान प्रधानमंत्री कार्यालय जारी करिथिबा विवृत्ति रे कहा जाइछि जे प्रधानमंत्री मोदी एही पुरस्कार पई योग्य भूटानवासी तरफरु तांको अभिनंदन। नंबर 12 भारत में 100 टपिला ओमिक्रॉन आक्रांत संख्या कहला स्वास्थ्य मंत्रालय। कोविड्र नुआ प्रजाति ओमिक्रॉन को नहीं हे ज्ञान करिवार भूल करंतु नहीं। आमको पूर्वपरि सतर्क रहिबाकु पड़िबो बोली केंद्र स्वास्थ्य मंत्रालय पक्षर सतर्क कर दिया जाइछि। देश में एवं 11टी राज्य में मोट 101टी ओमिक्रॉन मामला देखा देइछि बोली मंत्रालय पक्षर सूचना दिया जाइछि। स्वास्थ्य मंत्रालय युग्म सचिव लव अग्रवाल कहिसंती जे आम देश में गत 20 दिन है दैनिक संक्रमण 10,000 तड़कू रहुछि, किंतु एहाको देखि लोक माने विपद चलीगला बोली भाबिबा उचित नुहे। विश्वर परिस्थिति को देखि आमको अत्यंत सतर्क रहिबाकु हेबो। केवल टीका नेबा यथेष्ट नुहे, आमको पूर्वपरि मास्क पिंधिबाकु हेबो, हाथ धोइबाकु हेबो और सामाजिक दूरता पालन करिबाकु पड़िबो। नंबर 13 आज क्रीड़ा भित्तिभूमिर शिलान्यास करेंगे क्रीड़ा मंत्री। इलेक्ट्रोनिक्स सूचना प्रजुक्ति विद्या क्रीड़ा युवसेवा मंत्री तुषारकांति बेहेरा चलित मास 18 तारिख में दिनिकिया बालेश्वर जिला गस्तरे जिबे। एही गस्त समय मंत्री विभिन्न क्रीड़ा भित्तिभूमि उन्नयन प्रकल्पर शिलान्यास कार्यक्रम में जोग देबे। एही अवसर में मंत्री श्री बेहेरा रेमुणा ब्लॉक बरुण सिंह ग्राम पंचायत अंतर्गत रूपबाली खेल पड़िया मिनी स्टेडियम शिलान्यास करेंगे। पर मंत्री नीलगिरी रोड नोडाल हाईस्कल 5टी रूपांतरण कार्यक्रम में जोग देबे। पर मंत्री ठाकुरपदा खेल पड़िया परिदर्शन करने सह गंडरदा ग्राम पंचायत ठारे बृहत पानीय जल प्रकल्प कार्यक्रम में जोग देबे। नंबर 14 ईडब्ल्यूएस संरक्षण को नहीं बदलिब नियम। आर्थिक दुर्बल वर्ग ईडब्ल्यूएस संरक्षण को नहीं बदली पारे नियम। एने केंद्र सरकार एक 3 जणिया पैनल गठन करिथिबा बेले ए पैनल सुप्रीमकोर्ट निकट में निजर मतामत उपस्थापन करिवो। सरकारी चाकरी और शिक्षानुष्ठान गुड़िकर आर्थिक दुर्बल श्रेणीर लोकंक पई वर्तमान 10% संरक्षण पई वार्षिक 8 लाख टंका इनकम शर्त रही। तेबे एही नियम को नहीं वर्तमान विभिन्न दिगरु प्रश्न उठिबा परे यह चर्चारे रही। वर्तमान एही मामला सुप्रीमकोर्ट रे विचाराधीन रहिथिया बेले केंद्र सरकार मध्य एहार समाधान पई एक पैनल गठन करि सारिछंती। नंबर 15 एणिकी सोशल मीडिया कंपनी उपरे लागिब लगाम। तथ्य लीक मामला रे सोशल मीडिया कंपनी गुड़िक उपरे कटकणा लगेबा पई प्रस्तुति चलीछि। गुरुवार दिन व्यक्तिगत तथ्य सुरक्षा बिल उपरे संसदीय कमिटीर रिपोर्ट राज्यसभा लोकसभा रे उपस्थापित होइथिला। डाटा लीक रोकिबा पई संसदीय कमिटी आईन रे अनेक व्यवस्था करिबाकू सुपारिश करिसंती। या अधीन रे कह जाइछि जे जदि डाटा उल्लंघन हुए अर्थात जदि तथ्य लीक हुए तेबे कंपनी गुड़िक उपरे 15 कोटी टंका पर्यंत जरिमाना लागू करा जिवो। अन्यथा जरिमाना आकार रे कारबार रु 4% आदाय करा जिवो। छोट उल्लंघन पर कंपनी गुड़िक 5 कोटी टंका किंबा विश्व कारबार 2% देवाक पड़िबो। नंबर 16 नुआ वर्ष पूर्व एसबीआई देला सख्त झटका। ग्राहक मानकर बढ़ीजिवो ईएमआई। देशर सबुठारु बड़ सरकारी बैंक स्टेट बैंक ऑफ इंडिया बा एसबीआई नुआ वर्ष पूर्व निज ग्राहक मानक झटका देइछि।
ବ୍ୟାଙ୍କ ନିଜ ସୁଧ ହାରରେ ବୃଦ୍ଧି କରିଛି। ବ୍ୟାଙ୍କ ବୁଧବାର ଦିନ ଗ୍ରାହକଙ୍କୁ ଝଟକା ଦେଇ ସୁଧ ହାରରେ 10 ବେସ୍ ରେଟ୍ ବୃଦ୍ଧି କରିଛି। ଏସ୍ବିଆଇର ଏହି ପଦକ୍ଷେପ ଯୋଗୁଁ ଗ୍ରାହକମାନଙ୍କ ପାଇଁ ଋଣ ନେବା ଏବେ ମହଙ୍ଗା ପଡ଼ିବ। ଏସ୍ବିଆଇର ୱେବସାଇଟ୍ ଅନୁସାରେ ବେସ୍ ରେଟ୍ରେ 10 ବିପିଏସ୍ ବୃଦ୍ଧି ହୋଇଛି। ନୂଆ ଦର 15 ଡିସେମ୍ବରରୁ ଲାଗୁ ହୋଇଛି। ଏସ୍ବିଆଇର ଏହି ନିଷ୍ପତ୍ତି ଯୋଗୁଁ 2019 ପୂର୍ବରୁ ଲୋନ୍ ନେଇଥିବା ଗ୍ରାହକମାନଙ୍କୁ କ୍ଷତି ସହିବାକୁ ପଡ଼ିବ। ନମ୍ବର 17 ଦିଲ୍ଲୀରେ ଆଉ ଚାଲିବନି 10 ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି। ଦିଲ୍ଲୀରେ ପ୍ରଦୂଷଣ ସୀମା ଟପିଥିବାରୁ ସମ୍ପ୍ରତି ସେଠାରେ ସରକାର ପରିବେଶ ସୁଧାରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ଦିଲ୍ଲୀ ମହାନଗରରେ 10ରୁ ପୁରୁଣା ଡିଜେଲ ଗାଡ଼ି ଏବଂ 15 ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ି ଚଳାଚଳକୁ ଆଉ ଅନୁମତି ମିଳିବ ନାହିଁ। ଯଦି ଏହାର ମାଲିକମାନେ ସେହିସବୁ ଗାଡ଼ି ପୂର୍ବଭଳି ଚଳାଇବାକୁ ଚାହାନ୍ତି, ତେବେ ସେମାନେ ଉକ୍ତ ଗାଡ଼ିକୁ ବିଦ୍ୟୁତ୍ ଚାଳିତ କରିବାକୁ ହେବ। ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଆଦେଶ ଅନୁପାଳନ କରିବାକୁ ଯାଇ ଦିଲ୍ଲୀ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ 2022 ଜାନୁଆରୀ 1ରୁ 10 ବର୍ଷ ପୂରଣ କରିସାରିଥିବା ଡିଜେଲ ଗାଡ଼ିଗୁଡ଼ିକର ପଞ୍ଜୀକରଣ ପ୍ରତ୍ୟାହାର କରି ନିଆଯିବ। ନମ୍ବର 18 ଖଣ୍ଡନ କଲେ ସବୁ ରିପୋର୍ଟ। ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟିନି। ମହାମାରୀର ଦ୍ୱିତୀୟ ୱେଭ୍ ବେଳେ ଅନେକ ଲୋକ ଅକ୍ସିଜେନ ନ ପାଇ ପ୍ରାଣ ହରାଇଥିଲେ। ହସ୍ପିଟାଲଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ବିରୋଧୀ ଏପରି ରିପୋର୍ଟ ଜାରି କରି ସରକାରଙ୍କୁ ଘାଇଲା କରିଥିଲେ। ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଏପରି ଅକ୍ସିଜେନ ଅଭାବ ଦେଖାଯାଇଥିଲା। କିନ୍ତୁ କାଲି ଉତ୍ତରପ୍ରଦେଶ ସରକାର ଅକ୍ସିଜେନ ଅଭାବରୁ କେହି ବି ରାଜ୍ୟରେ ପ୍ରାଣ ହରାଇ ନଥିବା ବିଧାନସଭାକୁ ଅବଗତ କରାଇଛନ୍ତି। ସରକାରଙ୍କ ଏପରି ବୟାନ ବିରୋଧୀଙ୍କଠାରୁ ଆରମ୍ଭ କରି ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ସ୍ତବ୍ଧ କରିଦେଇଛି। ସରକାର କହିଛନ୍ତି, ମହାମାରୀରେ 22,915 ଜଣ ଲୋକ ପ୍ରାଣ ହରାଇଛନ୍ତି, କିନ୍ତୁ ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ କୌଣସି ବି ସ୍ଥାନରେ ଅକ୍ସିଜେନର ଅଭାବ ଯୋଗୁଁ ଜୀବନ ଯାଇଥିବାର କଥା ଉଲ୍ଲେଖ ହୋଇନି। ନମ୍ବର 19 ରାଜ୍ୟରେ ଚିହ୍ନଟ ହେଲେ 154 ନୂଆ କୋଭିଡ୍ ଆକ୍ରାନ୍ତ। ରାଜ୍ୟରେ ଦିନକ ମଧ୍ୟରେ 154 ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଭଦ୍ରକ ଜିଲ୍ଲାରେ 3, ବଲାଙ୍ଗୀରରୁ 1, ବୌଦ୍ଧରୁ 1, କଟକରୁ 20, ଦେବଗଡ଼ରୁ 7, ଢେଙ୍କାନାଳରୁ 2, ଗଞ୍ଜାମରୁ 4 ଓ ଜଗତସିଂହପୁରରେ 2 ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରେ 2, କଳାହାଣ୍ଡି 1, ଖୋର୍ଦ୍ଧାରୁ 79, ମୟୂରଭଞ୍ଜରୁ 4, ନୟାଗଡ଼ରୁ 1, ପୁରୀରୁ 2, ରାୟଗଡ଼ାରୁ 1, ସମ୍ବଲପୁରରୁ 3, ସୁନ୍ଦରଗଡ଼ରୁ 2 ଓ ଷ୍ଟେଟପୁଲରୁ 19 ଜଣଙ୍କୁ ଚିହ୍ନଟ କରାଯାଇଛି। ଦେଶରେ 24 ଘଣ୍ଟା ମଧ୍ୟରେ 7,447 ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ 391 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ନମ୍ବର 20 ପଞ୍ଜାବ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ ଘୋଷଣା କଲେ କ୍ୟାପ୍ଟେନ୍। ଏକାଠି ଲଢ଼ିବେ ବିଜେପି ଆଉ କ୍ୟାପ୍ଟେନ୍। ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ନିର୍ବାଚନରେ ଏକାଠି ହୋଇ ଲଢ଼ିବେ ପଞ୍ଜାବ ଲୋକ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି। ଶୁକ୍ରବାର ଏନେଇ ଦୁଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଶୁକ୍ରବାର ପଞ୍ଜାବ ଲୋକ କଂଗ୍ରେସର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ଓ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବସିଥିଲା। ଏହି ଆଲୋଚନା ପରେ ଦୁହେଁ ଆସନ୍ତା ନିର୍ବାଚନରେ ଏକାଠି ହୋଇ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ନମ୍ବର 21 ଘୁଞ୍ଚିଲା ମିସ୍ ୱାର୍ଲଡ 2021 ପ୍ରତିଯୋଗିତା। କୋଭିଡ୍ ସଂକ୍ରମଣ ପ୍ରକୋପ ମୁମ୍ବାଇ ସହରରେ ଦେଖିବାକୁ ମିଳିଛି। ଏହାର ପ୍ରଭାବ ମିସ୍ ୱାର୍ଲଡ 2021ର ଗ୍ରାଣ୍ଡ ଫିନାଲେ ଇଭେଣ୍ଟରେ ବି ପଡ଼ିଛି। ପ୍ରତିଯୋଗୀ ତଥା ମଡେଲ ମାନସା ବାରାଣସୀ କୋଭିଡ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। 70ତମ ମିସ୍ ୱାର୍ଲଡ ବିୟୁଟି ପିଜେଣ୍ଟ ମାନସା ବାରାଣସୀ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି। ତେଲେଙ୍ଗାନାରୁ ଆସିଥିବା ମାନସାଙ୍କୁ ମିସ୍ ଇଣ୍ଡିଆ 2020 ଚୟନ କରାଯାଇଥିଲା। ଏହା ବ୍ୟତୀତ ସେ ମିସ୍ ରାମ୍ସ ୱାକ୍ର ଟାଇଟଲ ମଧ୍ୟ ପାଇଥିଲେ। ମାନସାଙ୍କ ବ୍ୟତୀତ 17 ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ମିସ୍ ୱାର୍ଲଡ 2012 ଇଭେଣ୍ଟକୁ କିଛି ଦିନ ପାଇଁ ଘୁଞ୍ଚେଇ ଦିଆଯାଇଥିବା ମିସ୍ ୱାର୍ଲଡ ବିୟୁଟି ପିଜେଣ୍ଟ ଅଫିସିଆଲ ସୋସିଆଲ ମିଡିଆ ପେଜରୁ ସୂଚନା ମିଳିଛି। ନମ୍ବର 22 11 ଡିଗ୍ରୀ ତଳେ ରାଜ୍ୟର 8ଟି ସ୍ଥାନ। ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର। ଗତ ରାତିରେ ରାଜ୍ୟର 8ଟି ସ୍ଥାନରେ ରାତ୍ରି ତାପମାତ୍ରା 11 ଡିଗ୍ରୀ ସେଲସିୟସ୍ ତଳେ ଥିବାର ସୂଚନା ମିଳିଛି। 6.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଅନ୍ୟ ଯେଉଁ ସହରର ତାପମାତ୍ରା 11 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା ସେଗୁଡ଼ିକ ହେଲା ଫୁଲବାଣୀ 7.5, କୋରାପୁଟ 9, ଟିଟିଲାଗଡ଼ 9.3, ଝାରସୁଗୁଡ଼ା 9.6, କେନ୍ଦୁଝର 9.6, ସୁନ୍ଦରଗଡ଼ 10 ଓ ଭବାନୀପାଟଣା 10। ଗୁରୁବାର ସନ୍ଧ୍ୟାରୁ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି। ସନ୍ଧ୍ୟା ନଇବା ପରେ ବଜାରଘାଟ ଜନଶୂନ୍ୟ ହୋଇଯାଉଛି। ନମ୍ବର 23 ସମବେଶୀ ସରକାର ନ ଗଢ଼ିଲେ ଆଫଗାନିସ୍ତାନରେ କ୍ଷମତା ହରାଇବ ତାଲିବାନ, କହିଲେ ରୁଷ କୂଟନୀତିଜ୍ଞ। ତାଲିବାନ ଖୁବ୍ ଶୀଘ୍ର ଆଫଗାନିସ୍ତାନରୁ କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି। ଏପରି ଭବିଷ୍ୟତବାଣୀ କରିଛନ୍ତି ରୁଷିଆର ଜଣେ ବରିଷ୍ଠ କୂଟନୀତିଜ୍ଞ। ଆଫଗାନିସ୍ତାନରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ଜାମିର କାବୁଲଭ କହିଛନ୍ତି ଯେ ତାଲିବାନକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ତାଲିବାନକୁ ଏକ ସମବେଶୀ ସରକାର ଯେଉଁଥିରେ ସବୁ ପକ୍ଷଙ୍କ ପ୍ରତିନିଧିତ୍ୱ ଥିବ ଗଢ଼ିବାକୁ ପଡ଼ିବ। ଏପରି ନ କଲେ ତାଲିବାନ ଖୁବ୍ ଶୀଘ୍ର କ୍ଷମତା ହରାଇବ, କାରଣ ଏହା ଗୃହଯୁଦ୍ଧ ଆଡ଼କୁ ଟାଣିନେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶରେ ଅଚଳ କରାଯାଇଥିବା ଆଫଗାନିସ୍ତାନର ପାଣ୍ଠିକୁ ସଚଳ କରାଯିବ ଯଦି ତାଲିବାନ ନିଜର ଆଚରଣରେ ସଂଶୋଧନ କରେ। ନମ୍ବର 24 ଆମାଜନକୁ ଶକ୍ତ ଧକ୍କା ଦେଲା ସିସିଆଇ। ଫ୍ୟୁଚର କୁପନ୍ସ ଡିଲ୍ ଉପରୁ ଅନୁମତି ପ୍ରତ୍ୟାହାର।
ଆମେରିକୀୟ ରିଟେଲ କମ୍ପାନୀ ଆମାଜନକୁ ଏକ ବଡ଼ ଧକ୍କା ଦେଇଛି ଭାରତୀୟ ପ୍ରତିଯୋଗିତା ଆୟୋଗ ବା ସିସିଆଇ। 2019ରେ ଆମାଜନ ଫ୍ୟୁଚର ଗ୍ରୁପ ସହ କରିଥିବା ଏକ ଚୁକ୍ତିକୁ ସିସିଆଇ ରଦ୍ଦ କରିଦେଇଛି। ଏହା ସହିତ ତଥ୍ୟ ଲୁଚାଇଥିବା କାରଣରୁ ଆମାଜନ ଉପରେ 200 କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ନଭେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ସିସିଆଇକୁ ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ ସିସିଆଇ ଆମାଜନ ଫ୍ୟୁଚର କୁପନ ଡିଲ୍କୁ ଦେଇଥିବା ଅନୁମତିକୁ 2 ସପ୍ତାହ ମଧ୍ୟରେ ପ୍ରତ୍ୟାହାର କରୁ। ଏହି ପ୍ରସଙ୍ଗରେ ସର୍ବଭାରତୀୟ ବଣିକ ମହାସଂଘ ପକ୍ଷରୁ ମଧ୍ୟ ସିସିଆଇ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ସିସିଆଇ ଗତ ଜୁନ୍ ମାସରେ ଆମାଜନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାରୁ ଏହି ମାମଲା ଦାୟର କରାଯାଇଥିଲା। ନମ୍ବର 25 ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ହକି ପାକିସ୍ତାନକୁ ହରାଇଲା ଭାରତ। ବାଂଲାଦେଶର ଢାକାରେ ଅନୁଷ୍ଠିତ ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ହକିରେ ପାକିସ୍ତାନକୁ ହରାଇଲା ଭାରତ। ପାକିସ୍ତାନକୁ 3-1 ଗୋଲରେ ମାତ ଦେଇଛି ଭାରତୀୟ ହକି ଦଳ। ଭାରତ ପକ୍ଷରୁ ହରମନପ୍ରୀତ ସିଂ 2ଟି ଗୋଲ୍ ସ୍କୋର କରିଛନ୍ତି। ଆକାଶଦୀପ ସିଂ ମଧ୍ୟ ଗୋଟିଏ ଗୋଲ୍ ସ୍କୋର ଦେଇଛନ୍ତି। ତୃତୀୟ କ୍ୱାର୍ଟରରେ ପାକିସ୍ତାନ ପକ୍ଷରୁ ଜୁନେଦ୍ ମଞ୍ଜୁର ଏକମାତ୍ର ଗୋଲ୍ କରିବାକୁ ସକ୍ଷମ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତ ପୂର୍ବ ଭାରତରେ ବାଂଲାଦେଶକୁ 9-0 ଗୋଲ୍ରେ ହରାଇଥିଲା। ଦିଲପ୍ରୀତ ସିଂ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ। ନମ୍ବର 26 ଆଣ୍ଟାର୍କଟିକାରେ ଭାରତ ପ୍ରଦର୍ଶନ କଲା 7500 ବର୍ଗଫୁଟର ଜାତୀୟ ପତାକା। ବରଫାବୃତ ଆଣ୍ଟାର୍କଟିକାରେ ଭାରତର ଜାତୀୟ ପତାକା ପୂର୍ବରୁ ଉଡ଼ିଯାଇ ସାରିଛି, କିନ୍ତୁ ସମ୍ପ୍ରତି ଏକ ଅଭିଯାତ୍ରୀ ଦଳ ସେଠାରେ ଯାହା କରି ଦେଖାଇଛନ୍ତି ତାହା ଭାରତକୁ ଗର୍ବିତ କରିଛି। ଏପରିକି ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଏଭଳି ଏକ ଗୌରବବାହକ କାର୍ଯ୍ୟ ସେଠାରେ କରିପାରିଛି। ଦାର୍ଜିଲିଂସ୍ଥିତ ପର୍ବତାରୋହଣ ତାଲିମ ପ୍ରତିଷ୍ଠାନର ଏକ ଅଭିଯାତ୍ରୀ ଦଳ ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍ସେନ୍ ବେସ୍ରେ ଏକ ବିଶାଳ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିଛନ୍ତି। ଏହା 7500 ବର୍ଗଫୁଟ ବୋଲି ଜଣାଯାଇଛି। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଏତେ ବିଶାଳକାୟ ଜାତୀୟ ପତାକାକୁ ଆଣ୍ଟାର୍କଟିକାରେ ପ୍ରଦର୍ଶନ କରିପାରିଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି ବିଶାଳ ଜାତୀୟ ପତାକାକୁ ସେଠାରେ ପ୍ରଦର୍ଶିତ କରାଯାଇଥିବା ଜଣାଯାଇଛି। ନମ୍ବର 28 ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ କ୍ୱାର୍ଟରରେ ସିନ୍ଧୁ। ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଭାରତର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରି କ୍ୱାର୍ଟର ଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ପୋନୁଏ ଚୋଚୁଙ୍ଗେଙ୍କୁ 21-14, 21-18ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଟି ଅଲିମ୍ପିକ୍ସ ପଦକ ବିଜେତା ତଥା ବିଶ୍ୱ ମାନ୍ୟତାର 7ମ ସ୍ଥାନରେ ଥିବା ସିନ୍ଧୁ ବିପକ୍ଷ ପୋନୁଏ ଚୋଚୁଙ୍ଗେଙ୍କୁ ବିପକ୍ଷରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ 48 ମିନିଟ୍ରେ ଜିତି ନେଇଥିଲେ। ସିନ୍ଧୁ କ୍ୱାର୍ଟର ଫାଇନାଲରେ ଚାଇନିଜ୍ ତାଇପେଇର ବିଶ୍ୱର 1 ନମ୍ବର ଖେଳାଳି ତାଇ ଜୁ ଇଙ୍କ ସହିତ ଖେଳିବେ। ତେବେ ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲରୁ ଭାରତର କେ ଶ୍ରୀକାନ୍ତ ବିଦାୟ ନେଇଛନ୍ତି। ନମ୍ବର 29 ଦ୍ୱିତୀୟ ଆଶେଷ ଟେଷ୍ଟ ୱାର୍ଣ୍ଣର 95, ଲାବୁସେନ୍ 95। ଅଷ୍ଟ୍ରେଲିଆ 2 ୱିକେଟରେ 221। ଚଳିତ 2021-22 ଋତୁର ଦ୍ୱିତୀୟ ଆଶେଷ ଟେଷ୍ଟ ଗୁରୁବାରଠାରୁ ପିଙ୍କ ବଲ୍ରେ ଆରମ୍ଭ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ମନ୍ଥର ବ୍ୟାଟିଂ କରି 89 ଓଭରରେ 2 ୱିକେଟ୍ ହରାଇ 221 ରନ୍ ସଂଗ୍ରହ କରିଛି। ଘରୋଇ ଦଳକୁ ଦୃଢ଼ ମୂଳଦୁଆ ପ୍ରଦାନ କରିବାରେ ଡେଭିଡ୍ ୱାର୍ଣ୍ଣର ଏବଂ ମାନର୍ସ ଲାବୁସେନ୍ ପ୍ରମୁଖ ଭୂମିକା ତୁଲାଇଛନ୍ତି। ନମ୍ବର 30 ପ୍ରଥମ କ୍ରିକେଟର ଭାବେ ଏମିତି ରେକର୍ଡ କଲେ ମହମ୍ମଦ ରିଜୱାନ। ପାକିସ୍ତାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଟି20ରେ ରେକର୍ଡ କରିଛନ୍ତି। ସେ ଟି20ରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ 2000 ରନ୍ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଗୋଟିଏ ବର୍ଷରେ କୌଣସି ଖେଳାଳି ଏପରି ରେକର୍ଡ କରିପାରିନଥିଲେ। ଗୁରୁବାର ୱେଷ୍ଟଇଣ୍ଡିଜର ବିପକ୍ଷ ତୃତୀୟ ଟି20ରେ ରିଜୱାନ ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ସହ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।